ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନୂଆ ନୂଆ ପ୍ରସଙ୍ଗରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ଆମମାନେ ବାକ୍ୟ ଆମେ ଶୁଣୁଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ମାଧ୍ୟମରେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ, କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ସେଥିପାଇଁ ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆପଣଙ୍କର ପ୍ରାର୍ଥନା ଅନୁରୋଧ ଗୁଡ଼ିକ ଆମେ କମେଣ୍ଟସ୍ ମାଧ୍ୟମରେ ଆମେ ପଢ଼ୁଛୁ, ଆଉ ଆପଣମାନଙ୍କର ପ୍ରାର୍ଥନା ଅନୁରୋଧକୁ ନେଇ ଆମେ ପ୍ରାର୍ଥନା କରୁଛୁ ଆଉ ବିଶ୍ୱାସ କରୁଛୁ ପରମେଶ୍ୱର ଆପଣମାନଙ୍କ ଜୀବନରେ ଅଦ୍ଭୁତ କାର୍ଯ୍ୟ କରୁଥିବେ। ଆଉ ଆପଣମାନଙ୍କର ପ୍ରେଜ୍ ରିପୋର୍ଟ ବା ଯାହା ପରମେଶ୍ୱର ଆପଣମାନଙ୍କ ଜୀବନରେ କାମ କରିଛନ୍ତି ତାହା ମଧ୍ୟ ଆପଣମାନେ କମେଣ୍ଟସ୍ ମାଧ୍ୟମରେ ଆମମାନଙ୍କୁ ଜଣାଇଲେ ଆମେ ଅଧିକ ଉତ୍ସାହିତ ହୋଇ ପ୍ରଭୁଙ୍କୁ ଆମେ ଅତ୍ୟଧିକ ପରିମାଣରେ ଆମେ ଧନ୍ୟବାଦ ଦେବୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ବାଇବଲ ପଢ଼ିବାର 5ଟି ସରଳ ଉପାୟ। ବାଇବଲ ପଢ଼ିବାର 5ଟି ସରଳ ଉପାୟ। ପ୍ରିୟମାନେ, ଏହି ପୃଥିବୀରେ କେବଳ ଗୋଟିଏ ପୁସ୍ତକ ଅଛି ଯେଉଁଟାକି ସ୍ୱର୍ଗର ପରମେଶ୍ୱର ଲେଖିଛନ୍ତି। ସେହି ପୁସ୍ତକ ବାଇବଲ। ଆଉ ପରମେଶ୍ୱର ଆମମାନଙ୍କର ନିଜ ଭାଷାରେ ତାହା ଲେଖି ଆମମାନଙ୍କୁ ଦେଇଛନ୍ତି। ଆଉ ସବୁଠୁ ବଡ଼ ବିଷୟ ଯେ ଯିଏ ଏହି ପୁସ୍ତକ ଲେଖିଛନ୍ତି ପବିତ୍ରାତ୍ମା ପରମେଶ୍ୱର, ସେ ଆମ ସହିତ ଏ ପୁସ୍ତକକୁ ଆମକୁ ବୁଝାଇବା ପାଇଁ ଆମ ସହିତ ସଦା ସର୍ବଦା ଅଛନ୍ତି। ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ, ଆଜି ଅନେକ ପୁସ୍ତକର ଲେଖକମାନେ ମରିଗଲେ, ସେମାନେ ନାହାନ୍ତି। ମାତ୍ର ପବିତ୍ର ଧର୍ମଶାସ୍ତ୍ର ବାଇବଲର ଲେଖକ ସଦା ସର୍ବଦା ଆମ ସହିତ ରହି ତାଙ୍କର ପୁସ୍ତକକୁ ସେ ଆମମାନଙ୍କୁ ଅତି ସୁନ୍ଦର ଭାବେ ବୁଝାଇବା ପାଇଁ ସବୁ ସମୟରେ ପ୍ରସ୍ତୁତ ଅଛନ୍ତି। ପ୍ରଥମ ବିଷୟ, ଯେଉଁ ସମୟରେ ମଧ୍ୟ ଆମେ ବାଇବଲ ଆମେ ପଢ଼ୁଛୁ, ଆମେ ପ୍ରାର୍ଥନାର ସହିତ ଆମେ ବାଇବଲ ପଢ଼ିବାର ଆବଶ୍ୟକ ରହିଅଛି। ଲେଖାଯାଏ, ଯଦି ଆମେ ଗୀତ ସଂହିତା 119 ଗୀତ ଆମେ ପଢ଼ିବା 18 ପଦ, ତୁମ୍ଭେ ମୋହର ଚକ୍ଷୁ ପ୍ରସନ୍ନ କର, ତହିଁରେ ମୁଁ ତୁମ୍ଭ ବ୍ୟବସ୍ଥାରୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖିପାରିବି। ଏଇଟା ପ୍ରାର୍ଥନା। ପ୍ରଭୁ, ମୋର ଆଖିକୁ ଫିଟାଇ ଦିଅ, ମୋର ଆନ୍ତରିକ ଚକ୍ଷୁକୁ ଫିଟାଇ ଦିଅ, ତୁମର ବ୍ୟବସ୍ଥାରେ ଥିବା ଆଶ୍ଚର୍ଯ୍ୟ ବିଷୟ ଗୁଡ଼ିକ ଦେଖିପାରିବି। ପ୍ରିୟମାନେ, ଆପଣ ଯେବେ ମଧ୍ୟ ବାଇବଲ ପଢ଼ିବେ, ଆପଣମାନଙ୍କୁ କହିବା ପାଇଁ ଚାହେଁ, ପ୍ରାର୍ଥନାର ସହିତ ଆପଣ ବାଇବଲ ପଢ଼ନ୍ତୁ। ଯେତେବେଳେ ଆପଣ ପ୍ରାର୍ଥନାର ସହିତ ବାଇବଲଟା ପଢ଼ିବେ, ସେହି ସମୟରେ ପରମେଶ୍ୱର ଆପଣଙ୍କର ଚକ୍ଷୁକୁ ଫିଟାଇ ପାରିବେ। ଆପଣ ଏହି ବାକ୍ୟକୁ ଭଲ ଭାବରେ ଆପଣ ଜାଣିପାରିବେ ଓ ବୁଝିପାରିବେ। ପ୍ରଥମ ବିଷୟ। ଆଉ ଦ୍ୱିତୀୟ ବିଷୟ, ଯେଉଁ ସମୟରେ ଆପଣ ବାଇବଲ ପଢ଼ୁଛନ୍ତି ସେହି ସମୟରେ ଆପଣ ନିରୋଳାରେ ପଢ଼ନ୍ତୁ। ଆଜିର ଗୋଟେ ଖରାପ ଅଭ୍ୟାସ ଆମମାନଙ୍କର ଲୋକମାନଙ୍କର ଅଛି ଯେ ସେମାନେ ଏ ସାଇଡ଼ରେ ମୋବାଇଲ ରଖିଥିବେ ଆଉ ଇଆଡ଼େ ସେମାନେ ବାଇବଲ ପଢ଼ୁଥିବେ। ଆଉ ଅନେକ ଜଣଙ୍କର ଅଭ୍ୟାସ ଅଛି, ସେମାନେ ସେମାନଙ୍କ ଲ୍ୟାପଟପ୍ରେ ବାଇବଲ ପଢ଼ିବେ, ସେମାନଙ୍କର ମୋବାଇଲରେ ବାଇବଲ ପଢ଼ିବେ। ଲ୍ୟାପଟପ୍ରେ ବାଇବଲ ପଢ଼ିବା, ମୋବାଇଲରେ ବାଇବଲ ପଢ଼ିବା କୌଣସି ପ୍ରକାର ଖରାପ ନୁହେଁ। ମାତ୍ର ଯେତେବେଳେ ଆମେ ହାର୍ଡ଼ କପି ଧରି ଆମେ ପଢ଼ିବା, ଏଇଟା ଆମକୁ କୌଣସି ପ୍ରକାର ଡିଷ୍ଟର୍ବ କରିବ ନାହିଁ। କାରଣ ଯେଉଁ ସମୟରେ ଆମେ ଲ୍ୟାପଟପ୍ରେ କି ମୋବାଇଲରେ ଆମେ ବାଇବଲ ପଢ଼ୁଛୁ, ଆମେ ସେହି ସମୟରେ ବିଭିନ୍ନ ପ୍ରକାର ନୋଟିଫିକେସନ୍ ଗୁଡ଼ିକ ଆସିବ। ଆମେ ବାଇବଲ ପଢ଼ୁଥିବା ସମୟରେ ତା'ର ସେ ନୋଟିଫିକେସନ୍ ଗୁଡ଼ିକ ଦ୍ୱାରା ଆମେ ବହୁତ ପରିମାଣରେ ଆମେ ଡିଷ୍ଟର୍ବ ଆମେ ହେଉଥିବୁ। ସେଥିପାଇଁ ଯେଉଁ ସମୟରେ ମଧ୍ୟ ଆପଣ ବାଇବଲ ପଢ଼ିବେ, ସେହି ସମୟରେ ଆପଣ ନିରୋଳାରେ ପଢ଼ିବେ, ମୋବାଇଲକୁ ଆପଣ ଦୂରରେ ରଖିବେ, ଆପଣ କୌଣସି ପ୍ରକାର ଡିଷ୍ଟର୍ବ ହେବେ ନାହିଁ। ଆଜି ଅନେକ ଜଣ ଅଛନ୍ତି, ସେମାନେ ମୋବାଇଲ ବି ଦେଖୁଥିବେ, ବାଇବଲ ବି ପଢ଼ୁଥିବେ, ମୋବାଇଲ ବି ଦେଖୁଥିବେ, ବାଇବଲ ବି ପଢ଼ୁଥିବେ। ସେଥିପାଇଁ ପରମେଶ୍ୱର ସେମାନଙ୍କୁ ବାଇବଲରୁ କୌଣସି ପ୍ରକାର କଥା ମଧ୍ୟ କହୁନାହାନ୍ତି, କାରଣ ସେମାନେ ପରମେଶ୍ୱରଙ୍କ ବାକ୍ୟକୁ ଏତେ ଗୁରୁତ୍ୱ ଦେଉନାହାନ୍ତି। ପରମେଶ୍ୱର ଗୀତ ସଂହିତା ପୁସ୍ତକ ଲେଖିଛନ୍ତି ଯେ ଆପଣା ସକଳ ନାମ ଅପେକ୍ଷା ସେ ଆପଣା ବାକ୍ୟକୁ ସେ ମହତ୍ କରିଅଛନ୍ତି। ପ୍ରଭୁଙ୍କର ଗୌରବ ହଉ। ସେଥିପାଇଁ ବାଇବଲ ପଢ଼ିବା ସମୟରେ ଟିକେ ସମ୍ମାନର ସହିତ ଆପଣ ନିରୋଳାରେ ଆପଣ ବାଇବଲ ପଢ଼ିବେ। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ ଆପଣ କହିବା ପାଇଁ ଚାହେଁ, ଯେଉଁ ସମୟରେ ମଧ୍ୟ ଆପଣ ବାଇବଲ ପଢ଼ୁଛନ୍ତି, ଆପଣ ଧୀରେ ଧୀରେ ପଢ଼ନ୍ତୁ। ଆପଣ ଏହାକୁ ଗଣିତ ପୁସ୍ତକ ପରି, ସାହିତ୍ୟ ପୁସ୍ତକ ପରି ଆପଣ ଯଦି ଧାଇଁ 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 ପଢ଼ିବେ, ତାହେଲେ ଆପଣ କୌଣସି ପ୍ରକାର ଭାବରେ ଏହାକୁ ବୁଝିପାରିବେ ନାହିଁ। ଆପଣ ଧୀରେ ଧୀରେ ବାଇବଲ ପଢ଼ନ୍ତୁ, ଗୋଟେ ପଦକୁ ପଢ଼ନ୍ତୁ,
ସେଇଟା ଟିକେ ଭଲ ଭାବରେ ଦେଖନ୍ତୁ। ଯଦି ଆପଣ ନିରନ୍ତର ସ୍ପିଡ୍ 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 ଯଦି ଖବରକାଗଜ ପରି ପଢ଼ୁଛନ୍ତି ତାହେଲେ ଆପଣଙ୍କ ନିମନ୍ତେ ତାହା ବହୁତ ଅସୁବିଧା ହେବ। କାରଣ ଆଜି ଅନେକ ଅଛନ୍ତି ବର୍ଷେ ଭିତରେ ମୋତେ ବାଇବଲ ପଢ଼ିକିନା ସାରିଦେବାର ଅଛି, ସେଥିପାଇଁ ସେମାନେ ବିଭିନ୍ନ ପ୍ରକାର ଭାବରେ ସେମାନେ ବାଇବଲକୁ ପଢ଼ିବାକୁ ଆରମ୍ଭ କରନ୍ତି। ଆଉ ଚତୁର୍ଥ ବିଷୟ ଆପଣ କହିବା ପାଇଁ ଚାହେଁ, ଆପଣ ଏହାକୁ ରେଗୁଲାରଲି ପଢ଼ନ୍ତୁ। ରେଗୁଲାରଲି ମାନେ ଆପଣ ଏହାକୁ ଆଦି ପୁସ୍ତକରୁ ଆରମ୍ଭ କରୁଛନ୍ତି, ତାହେଲେ ଆପଣ ପଢ଼ି 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 ଅର୍ଡ଼ର ୱାଇଜ୍ ଆପଣ ଆସନ୍ତୁ, ଶୃଙ୍ଖଳା ଭାବରେ ଆପଣ ପଢ଼ନ୍ତୁ। ମୋର କହିବାଟା ସେଇଟା। କାରଣ କିଛି ଜଣଙ୍କର ଅଭ୍ୟାସ ଅଛି, ସେମାନେ ଏମିତି ବାଇବଲଟା ବନ୍ଦ କରିବେ, ଆଉ ପ୍ରଭୁ ଆଜି କେଉଁ ଅଧ୍ୟାୟ ଦେବେ ଏମିତି କାଢ଼ିବେ, ଆଉ ସେମାନେ ପଢ଼ିବାକୁ ଷ୍ଟାର୍ଟ କରିବେ। କାଲି ଆଉ ଗୋଟେ ଏମିତି କାଢ଼ି ପଢ଼ିବାକୁ ଷ୍ଟାର୍ଟ କରିବେ, ପରଦିନ ଆଉ ଗୋଟେ ଏମିତି କାଢ଼ି ପଢ଼ିବାକୁ ଅଭ୍ୟାସ କରିବେ। ଏହି ପ୍ରକାର ହେଲେ ଆପଣ ବାଇବଲ ବୁଝିପାରିବେ ନାହିଁ। ବାଇବଲର ଲେଖକମାନେ ଆଉ ବାଇବଲର ପଣ୍ଡିତମାନେ ସେମାନେ ବାଇବଲକୁ ଅତି ସୁନ୍ଦର ଭାବରେ ସଜାଇକିନା ରଖିଛନ୍ତି। ଯଦି ଆମେ ନୂତନ ନିୟମ ପଢ଼ୁଛୁ, ମାଥ୍ୟୁରୁ ଆରମ୍ଭ କରି ପ୍ରକାଶିତ ପୁସ୍ତକ ଯାଏଁ ଆମେ ପଢ଼ିବାର ଅଛି। ଆଉ ଯେଉଁ ସମୟରେ ଆମମାନେ ଆଦି ପୁସ୍ତକ ପଢ଼ୁଛୁ ତାହାକୁ ଆରମ୍ଭ କରି ମଲାଖୀ ପୁସ୍ତକ ଯାଏଁ ଆମେ ପଢ଼ିବାର ଅଛି। ଆମେ ତାହାକୁ ଶୃଙ୍ଖଳିତ ଭାବରେ ଆମକୁ ପଢ଼ିବାକୁ ପଡ଼ିବ। ଏଇଟା ଗୁଡ଼ିକ ବହୁତ ବହୁତ ପ୍ରାକ୍ଟିକାଲ ବିଷୟ ଗୁଡ଼ିକ ଆପଣମାନଙ୍କୁ କହୁଅଛି। ଯେଉଁ ସମୟରେ ମଧ୍ୟ ଆପଣ ବାଇବଲ ପଢ଼ିବେ ସେହି ସମୟରେ ଆପଣ ପ୍ରାର୍ଥନାର ସହିତ ଆପଣ ବାଇବଲ ପଢ଼ିବାକୁ ପଡ଼ିବ। ଆଉ ଯେଉଁ ସମୟରେ ଆପଣ ବାଇବଲ ପଢ଼ିବେ ପରମେଶ୍ୱରଙ୍କ ବାକ୍ୟକୁ ସମ୍ମାନ ଦେଇ ନିରଳାରେ ମୋବାଇଲ ଗୁଡ଼ିକୁ ଦୂରକୁ ରଖି ଆପଣ ବାଇବଲ ପଢ଼ିବାକୁ ପଡ଼ିବ। ଆଉ ଯେଉଁ ସମୟରେ ମଧ୍ୟ ଆପଣ ବାଇବଲ ପଢ଼ିବେ ସେହି ସମୟରେ ଆପଣ ଏହାକୁ ଧୀରେ ଧୀରେ ପଢ଼ିବେ। ଚତୁର୍ଥ ବିଷୟ, ଏହାକୁ ଆପଣ ଶୃଙ୍ଖଳିତ ଭାବରେ ପଢ଼ିବେ, ତାହେଲେ ଆପଣମାନଙ୍କ ନିମନ୍ତେ ବହୁତ ଉପକାର ହେବ। ଆଉ ଗୋଟିଏ ବିଷୟ ହେଲା, ଯଦି ଆମେ ଗୀତ ସଂଗୀତା ପୁସ୍ତକ ଏହାର 1 ଅଧ୍ୟାୟ ଆମେ ଦେଖୁଛୁ, ବହୁତ ସୁନ୍ଦର ଭାବରେ ଲେଖାଯାଏ ଯେ 1 ଅଧ୍ୟାୟର 2 ପଦ, ମାତ୍ର ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହା ଆମୋଦ ଥାଏ ଓ ଯେ ଦିବାରାତ୍ର ତାହାଙ୍କ ବ୍ୟବସ୍ଥା ଧ୍ୟାନ କରେ ସେ ଧନ୍ୟ। ପ୍ରିୟମାନେ, ବାଇବଲ କେବଳ ପଢ଼ିବା କଥା ନୁହେଁ, ତାହାକୁ ଧ୍ୟାନ କରିବା ଅର୍ଥ ନିଜ ପାଇଁ ପଢ଼ିବା। ଆଜି ଅନେକ ଜଣ ଅଛନ୍ତି, ସେମାନେ ବାଇବଲକୁ ଆକୁ ପ୍ରଚାର କରିବି, ସେଠି ମୋତେ ସୁଯୋଗ ଦେଇଛନ୍ତି, ସେଇ ଚର୍ଚ୍ଚରେ, ସେଇ ଜୁମ୍ରେ, ସେଇ ମିଟିଂରେ ଯାଇ ମୁଁ ପ୍ରଚାର କରିବି। ଆଜି ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ, ଅନେକ ପ୍ରଚାରକମାନେ ଅନ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ହିଁ ସେମାନେ ବାଇବଲ ପଢ଼ୁଛନ୍ତି। ଏହା ସମ୍ପୂର୍ଣ୍ଣ ରୂପେ ଭୁଲ ଅଟେ। କାହିଁକି ଆମର ବାଇବଲ ଆମମାନଙ୍କୁ ପରମେଶ୍ୱର କାହିଁକି ଦେଇଛନ୍ତି? ଯଦି ଆମେ ତିମୋଥୀ ପୁସ୍ତକ ଆମେ ପଢ଼ୁଛୁ, 2 ତିମୋଥୀ ଯଦି ଆମେ ପଢ଼ୁଛୁ 3 ଅଧ୍ୟାୟ, ଅତି ସୁନ୍ଦର ଭାବରେ ଏହି ସ୍ଥାନରେ ସାଧୁ ପାଉଲ ଲେଖୁଛନ୍ତି 15 ପଦରେ, ପୁଣି ଯେଉଁ ଧର୍ମଶାସ୍ତ୍ର ଖ୍ରୀଷ୍ଟ ଯୀଶୁଙ୍କ ଠାରେ ବିଶ୍ୱାସ ଦ୍ୱାରା ତୁମକୁ ପରିତ୍ରାଣଜନକ ଜ୍ଞାନ ଦେବାକୁ ସମର୍ଥ, ତାହା ତୁମେ ବାଲ୍ୟକାଳଠାରୁ ଜ୍ଞାତ ଅଛ। ସମସ୍ତ ଶାସ୍ତ୍ର ଈଶ୍ୱର ନିଶ୍ୱାସିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ, ଯେପରି ଈଶ୍ୱରଙ୍କ ଲୋକ ସିଦ୍ଧ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ। ପ୍ରଭୁଙ୍କର ଗୌରବ ହେଉ ଆଉ ପ୍ରଭୁଙ୍କର ମହିମା ହେଉ। ପ୍ରିୟମାନେ, ବାଇବଲ ଆମକୁ ଅନ୍ୟମାନଙ୍କୁ ପ୍ରଚାର କରିବା ପାଇଁ ଦିଆଯାଇ ନାହିଁ, ତାହା ମଧ୍ୟ ପ୍ରଚାର କରିବାର ଆବଶ୍ୟକ ରହିଛି। ମାତ୍ର ବାଇବଲ ଦେବା ପଛରେ ପରମେଶ୍ୱରଙ୍କ ମୁଖ୍ୟ ଉଦ୍ଦେଶ୍ୟ ଆମ ନିମନ୍ତେ ପଢ଼ିବା, ଆମେ ନିଜ ନିମନ୍ତେ ଆମେ ପଢ଼ିବା। ଆମକୁ ଯେ ପ୍ରକାର ଭାବରେ ଏ ବାଇବଲ ସୁଧାରିବ, ତିଆରି କରିବ, ଆମକୁ ସିଦ୍ଧ କରିପାରିବ, ପରିପକ୍ୱ ଆମକୁ କରିପାରିବ, ଏଥି ନିମନ୍ତେ ଆମେ ବାଇବଲ ପଢ଼ିବା। ପ୍ରିୟମାନେ, ଆଜି ଆମେ ଦେଖିଲୁ ବାଇବଲ ପଢ଼ିବାର 5ଟି ସରଳ ଉପାୟ। ଆମେ ଯଦି ଏହି ପ୍ରକାର ଭାବରେ ଆମେ ବାଇବଲ ପଢ଼ିବା, ପରମେଶ୍ୱର ନିହାତି ଆମମାନଙ୍କ ସହିତ କଥାବାର୍ତ୍ତା ହେବେ। ପ୍ରଥମେ ପ୍ରାର୍ଥନାର ସହିତ ପଢ଼ିବେ ଆପଣ, ଦ୍ୱିତୀୟରେ ଆପଣ ନିରଳାରେ ପଢ଼ିବେ, କୌଣସି ଡିଷ୍ଟର୍ବାନ୍ସ ବିନା। ତୃତୀୟରେ ଆପଣ ଧୀରେ ଧୀରେ ପଢ଼ିବେ। ଚତୁର୍ଥରେ ଆପଣ ବାଇବଲ ଯେଉଁ ସମୟରେ ଆପଣ ପଢ଼ୁଛନ୍ତି ସେଥିପାଇଁ ବହୁତ ସୁନ୍ଦର ଭାବରେ ଆପଣ ଧ୍ୟାନ ଦେବାକୁ ପଡ଼ିବ। କାରଣ ଆଜି ଅନେକ ଜଣ ଅଛନ୍ତି ବାଇବଲକୁ ସେମାନେ ଅନ୍ୟମାନଙ୍କ ପାଇଁ ପଢ଼ନ୍ତି, ନିଜ ପାଇଁ ପଢ଼ନ୍ତି ନାହିଁ। ପ୍ରିୟମାନେ, ଏହି 5ଟା ବିଷୟକୁ ଆପଣ ଦୟାକରି ଧ୍ୟାନ ଦେବେ। ଆଉ ସେ ଅନୁସାରେ ଯଦି ଆପଣ ବାଇବଲ ପଢ଼ିବେ, ତାହେଲେ ବାଇବଲ ଆପଣମାନଙ୍କ ପାଇଁ ଗୋଟେ ଜୀବିତ ପୁସ୍ତକ ହୋଇଯିବ। ଆପଣଙ୍କୁ ବୋର୍ ଲାଗିବ ନାହିଁ, ଆପଣଙ୍କୁ ନିରନ୍ତର ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିବ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମେ ପ୍ରାର୍ଥନା କରିବା। ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦେଉଛି। ତୁମେ ଆପଣା
ପବିତ୍ର ବାକ୍ୟ ଆମମାନଙ୍କୁ ଦେଇଛ, ଆମମାନଙ୍କ ନିଜ ଓଡ଼ିଆ ଭାଷାରେ ଦେଇଛ। ଆମେ ତୁମକୁ ଧନ୍ୟବାଦ ଦେଉଛୁ ପ୍ରଭୁ। ଏ ବାକ୍ୟ ଗୁଡ଼ିକକୁ ଆମେ ପଢ଼ି ନିଜ ଜୀବନକୁ ଆମେ ସୁଧାରି ପାରିବୁ, ତୁମ ରବକୁ ଆମେ ଶୁଣିପାରିବୁ, ତୁମ ଇଚ୍ଛା ଅନୁସାରେ ବଞ୍ଚିପାରିବୁ। ଦୟାକରି ତୁମେ ସାହାଯ୍ୟ କର ପ୍ରଭୁ। ବାଇବଲକୁ ବୁଝାଇବା ପାଇଁ ପବିତ୍ର ଆତ୍ମା ସଦାସର୍ବଦା ତୁମେ ଆମମାନଙ୍କୁ ଦେଇଛ, ଆଉ ସେ ଅନୁସାରେ ଆପଣା ଜୀବନକୁ ଆମେ ସଜାଡ଼ିବୁ, ଆଉ ସେ ଅନୁସାରେ ଆମେ ଆଗକୁ ବଢ଼ିପାରିବୁ। ତୁମେ ଅନୁଗ୍ରହ ପ୍ରଦାନ କର। ପ୍ରତି ମୁହୂର୍ତ୍ତରେ ତୁମେ ଆମମାନଙ୍କ ସହିତ କଥା ହେଉଛ। ତୁମେ ଆମମାନଙ୍କୁ ପ୍ରଭୁ ତୁମର ବାକ୍ୟ ଦ୍ୱାରା ତୁମର ରବକୁ ତୁମେ ଶୁଣିବା ପାଇଁ ଦେଉଛ, ସେଥିପାଇଁ ଧନ୍ୟବାଦ। ଯେଉଁମାନେ ବାଇବଲ ପଢ଼ିବା ପାରୁନାହାନ୍ତି ପ୍ରଭୁ, ଯେଉଁମାନେ ବାଇବଲ ପଢ଼ିଲେ ବୁଝିପାରୁନାହାନ୍ତି, ତୁମେ ସେମାନଙ୍କୁ ଅନୁଗ୍ରହ କର। ବାଇବଲ ପଢ଼ିବେ, ବୁଝିବେ, ଆଉ ତୁମ ପାଇଁ ବଢ଼ିପାରିବେ, ସାହାଯ୍ୟ କର। ସକଳ ଆଦର ମହିମା ତୁମକୁ ଦେଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍ ଆମେନ୍। ସମସ୍ତଙ୍କୁ ନମସ୍କାର, ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଯଦି ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ଆଉ ଗୋଟେ ନୂଆ ପ୍ରସଙ୍ଗରେ ଆମେ ପରସ୍ପର ସହିତ କଥାବାର୍ତ୍ତା ହେବା ରହିବା। ସମସ୍ତଙ୍କୁ ନମସ୍କାର, ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।